ବଉଲୋ ବାପା ଚାଲିଗଲେ ବୋଲି ମନ ଦୁଃଖ କରନା। ମୁଁ ପା ଅଛି, ମୁଁ ଖଟିବି, ଆଇସ୍କ୍ରିମ୍ ବିକ୍ରି କରିବି, ସ୍ତ୍ରୀ ଛୁଆଙ୍କ ସହିତ ତୋତେ ବି ଖୁସିରେ ରଖିବି। ହଁ ଆଜ୍ଞା, ଏପରି କିଛି କଥା ହୋଇଥିଲା ପୂର୍ବଦିନ ରାତିରେ ବିଧବା ମା ସହିତ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ତିଆଡ଼ି ସାହିର ସ୍ୱର୍ଗତ ଦେବେନ୍ଦ୍ର ସାମଲଙ୍କ 45 ବର୍ଷର ପୁଅ ଶାନ୍ତନୁ ସାମଲ ଓରଫ କାଳିଆ। ଘରେ ବିଧବା ମା ସହିତ ସ୍ତ୍ରୀ, 14 ବର୍ଷର ଝିଅ ଓ 12 ବର୍ଷର ପୁଅ। ମୋଟ 5 ଜଣଙ୍କୁ ନେଇ ପରିବାର ମୁହଁରେ ହସ ଫୁଟାଇବା ପାଇଁ, ପିଲା ଦ୍ୱୟଙ୍କୁ ମଣିଷ କରିବା ପାଇଁ ଲେବର କାମ ସହିତ ଗାଁ ଗାଁ ବୁଲି ଆଇସ୍କ୍ରିମ୍ ବିକ୍ରି କରେ କାଳିଆ। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳିଥାଏ। ହେଲେ ଦୈବ ଦାଉସା ଥିଲା। ହସ ଖୁସିରେ ଚାଲୁଥିବା ପରିବାରରେ ଯେପରି କାହାର କଳା ନଜର ଲାଗିଗଲା। ଭାଗ୍ୟର ବିଡ଼ମ୍ବନା। ଗତକାଲି 7 ତାରିଖ ଅପରାହ୍ନ 4ଟା ବେଳେ ଖବର ମିଳିଲା ସାବ୍ରଙ୍ଗ ଥାନା ଅଧୀନ ବେନ୍ତାଳ ପଞ୍ଚାୟତ 36 ଗ୍ରାମ ଗୋପାଳିଆ କେନାଲ ପୋଲ ନିକଟରେ କେନାଲରୁ ପଡ଼ି ମୃତ୍ୟୁବରଣ କରିଛି କାଳିଆ। ପରିବାର ସହିତ ଗ୍ରାମବାସୀ ଚକିତ ହୋଇଯାଇଥିଲେ। ଶୋକର ଛାୟା ଖେଳି ଯାଇଥିଲା ଗ୍ରାମରେ। ଗାଁ ଲୋକେ ଦୌଡ଼ି ଯାଇ ମୃତଦେହକୁ ପାଣିରୁ ଉଠାଇଥିଲେ। ସେତେବେଳକୁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ସାବ୍ରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିଲେ। ଯାହା ଅନୁମାନ କରାଯାଏ, ଆଇସ୍କ୍ରିମ୍ ଗାଡ଼ି କେନାଲ ବନ୍ଧ ଉପରେ ରଖି ଫୋନ୍ କରୁଥିବା ସମୟରେ ହେଉ କିମ୍ବା ପରିସ୍ରା କରୁଥିବା ସମୟରେ ମୁଣ୍ଡ ଘୁରାଇ ଦେବା ଦ୍ୱାରା ପାଣିରେ ମୁହଁ ମାଡ଼ି ପଡ଼ିଯାଇଛି କିମ୍ବା ଅଂଶୁଘାତର ଶିକାର ହୋଇଥାଇପାରେ, ଯାହାଫଳରେ ତାର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନରେ ମେଡିକାଲରୁ ମୃତ ଶରୀର ଆସି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁଇ ପିଲାଙ୍କୁ ମଣିଷ କରିବା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସାମାଜିକ ସଂଗଠନର ସହାୟତା ଲୋଡ଼ିଛନ୍ତି ପତ୍ନୀ ଶାନ୍ତିଲତା। ସେ ଯାହା ବି ପଢିଲା ପରେ ତାର ଜେଜେ ବାପା ସହିତ ବିଲକୁ ଯାଇ ଚାଷ କରିବା, ଅନ୍ୟ ବାଡ଼ି ଘରେ ଯାଇ କାମ କରିବା ଏବଂ ପ୍ରଥମରୁ ବାହା ହେଇସାରିଲା ପରେ ତାର ଗୋଟିଏ 14 ବର୍ଷ ଝିଅ ଅଷ୍ଟମରେ ପଢୁଛି, ଆଉ ମୁନୁ ବୋଲି ଗୋଟେ ପୁଅ ତାର ବର୍ତ୍ତମାନ ପଞ୍ଚମରେ ପଢୁଛି। ସେ ପରିବାରର ଭାରଟାକୁ ନିଜ କାନ୍ଧରେ ନେଇଛି। ତା ବାପା ମଧ୍ୟ ଏଇଭଳିଆ ଦୈବିକ ଦୁର୍ବିପାକ ନିଜର ମୃତ୍ୟୁବରଣ କରିଥିଲେ ବହୁତ ଦିନ ପୂର୍ବରୁ। ଆଶା ରଖିଛୁ ପିଲାଟି ବହୁତ ପରିଶ୍ରମ କରି ପରବାଡ଼ିରେ କାମ କରି ଆଇସ୍କ୍ରିମ୍ ହେଲା, ପୁଚକା ହେଲା, ବହୁତ ବେପାର ବାଣିଜ୍ୟ କରି ନିଜ ପରିବାରଟି ସମ୍ଭାଳି ଆସିଥିଲା। କିନ୍ତୁ ଏ ଭଗବାନଙ୍କର ହେଉଛି ଏକ ଦୁର୍ବିପାକ, ଭଗବାନଙ୍କର ଏ ହେଉଛି ଗୋଟେ ଲୀଳା। ଗୋଟେ ଭଲ ପିଲା, ଗୋଟେ ସୁନା ଭଳିଆ ଜିନିଷକୁ ସେ ଆମ ଗାଁରୁ ଆମ ସାନ ଭାଇ ଏଇଥିପାଇଁ ଭାବୁଛେ। ସେ କାଲି ଯେତେବେଳେ ଯାଇଥିଲା ସମସ୍ତେ ଭାବୁଥିଲେ ପୁଣି ସେ ସନ୍ଧ୍ୟାବେଳକୁ ଯେଉଁ ସେ ଆଇସ୍କ୍ରିମ୍ ବେପାର କରୁଥିଲା ପ୍ରତ୍ୟେକ ଦିନ ପୁଣି ଫେରି ଆସିବ, ପୁଣି ତା ପରିବାର ଏବଂ ତା ପିଲାମାନଙ୍କୁ ସେଇଭଳି ହସ ଖୁସିରେ ନେଇବା ପାଇଁ। କିନ୍ତୁ ଭଗବାନଙ୍କର ହୁଏତ ଏ ବିଚିତ୍ର ଲୀଳା, ସେ ଆଉ ଫେରି ପାରିନଥିଲା। କାଲି ସେ ପାଣିରେ ପଡ଼ିଯାଇଥିଲା। ମୁଁ ଏତିକି ଅନୁରୋଧ କରିବି, ପାଣିରେ ପଡ଼ିଯାଇ ତାର ମୃତ୍ୟୁବରଣ ହେବା ପରେ ଆମେ ଯେତେବେଳେ ଖବର ପାଇଲୁ, ମୁଁ ଭୁବନେଶ୍ୱରଠାରୁ ଆରମ୍ଭ କରି ମୋର ସାନ ଭାଇ ବଡ଼ ଭାଇମାନେ ସମସ୍ତେ ପୂର୍ବରୁ ସମସ୍ତେ ଦୌଡ଼ିକି ଆସିଛନ୍ତି। ଏ ଖବର ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ। ଏହା ମୋତେ ପ୍ରକାଶ କରିବା ଆମ ପକ୍ଷେ ସମ୍ଭବ ନୁହେଁ। ଏବଂ ଆମେ ଏତିକି ଜାଣିଛୁ ସେ ପରିବାରକୁ ଏମିତି ଦୁଃଖ କଷ୍ଟରେ ସମ୍ଭାଳୁଥିଲା। ଅନ୍ୟ ବାଡ଼ିରେ କାମ କରିବା, ସମୟ ପାଇଲେ କାହାକୁ ସାହାଯ୍ୟ କରିବା, ଯେକୌଣସି ଗାଁର ଯେକୌଣସି ଘରେ କିଛି ଗୋଟେ କାମ ହେଲେ ଆଗେ କାଳିଆ ବୋଲି ଡାକଟା ଶୁଭୁଥିଲା ଏବଂ ସେ ହିଁ ତା ଘରେ ପହଞ୍ଚୁଥିଲା। ପରିବାରରେ ତାର ବିଧବା ମାଟି ଅଛି, ତାର ସ୍ତ୍ରୀ ଅଛି, ତାର 14 ବର୍ଷ ଝିଅ, ତାର 10 ବର୍ଷର ପୁଅ ଏବଂ ଏ ପରିବାରକୁ ସେ ନିଜ କାନ୍ଧରେ ନିଜେ ହିଁ ସମ୍ଭାଳୁଥିଲା। ବେପାର ବାଣିଜ୍ୟ କରି ହଉ ପରବାଡ଼ି। ମୁଁ ଏତିକି ଅନୁରୋଧ କରିବି, ଆମର ଏ ଦୁର୍ଘଟଣା ଦୈବିକ ଦୁର୍ଘଟଣା ପରେ ଯଦି ଆମର ସରପଞ୍ଚଙ୍କ ଥ୍ରୋରୁ ହଉ ବା ଲୋକାଲ ଆଡମିନିଷ୍ଟ୍ରେସନ ଥ୍ରୋରୁ ବା ଆମର ଓଡ଼ିଶା ସରକାରଙ୍କ ପାଖରେ ଏ ଦାବି ରହିବ ଯେ ସରକାରଙ୍କ ଯେଉଁ ପ୍ରକାର ସାହାଯ୍ୟ ଅଛି ଆପଣଙ୍କର ଦୈବିକ ଦୁର୍ବିପାକ ମୃତ୍ୟୁଜନିତ ପାଇଁ, ଆପଣଙ୍କର ପାଣିରେ ବୁଡ଼ିଯିବା ହଉ, ଘଡ଼ଘଡ଼ି ହଉ, ବିଜୁଳି ଆଘାତ ହଉ, ତ ସେଇ ପ୍ରକାର ସାହାଯ୍ୟ ନିଶ୍ଚିତ ଭାବରେ ତା ପରିବାରକୁ ଯୋଗାଇ ଦେଲେ ତା ପିଲା ଦୁଇଟି ନିଶ୍ଚିତ ଭାବରେ ମଣିଷ ହେବେ ଏବଂ ତା ପରିବାର ଦୁଇଟି ଉପକୃତ ହେବେ। ଏତିକି ମୁଁ ଅନୁରୋଧ କରିବି ଆମ ଜିଲ୍ଲାପାଳଙ୍କ ଠାରେ। ଆମର ସେ ସବୁଦିନ ଆଇସ୍କ୍ରିମ୍ ବେପାର କରେ, ସବୁଦିନ ଗାଁକୁ ଯାଏ। ସେଦିନ ଗାଁକୁ ଯାଇଛି, ମାନେ ଛତିଶରେ ଗୋଟେ ଅଷ୍ଟପୁରୀ ହଉଥିଲା, ସେଠି ବେପାର କରିକି କେନାଲ ବନ୍ଧରେ ଗାଡ଼ି ନେଇକି ଆସୁଥିଲା। ଆସିଲା ଭିତରେ ସେ ମୋବାଇଲ ଟିପୁ ନଚେତ ତା ମୁଣ୍ଡ ଘୁରଉ କିମ୍ବା ସେ ପରିସ୍ରା କରୁ, ସିଏ ଯାଇକି କେନାଲରେ ପଡ଼ିଛି। କେନାଲରେ ପଡ଼ିଲା ସତ୍ତ୍ୱେ ଆମ ଘର ତ ଦୂର, କିନ୍ତୁ ଆମେ ଖବର ପାଇଲୁ 4:30 5ଟା ଭିତରେ। ଆମେ ଯାଇକି ପହଞ୍ଚିଲା ବେଳକୁ ସେ ଆଉ ଜୀବନ୍ତର ନାହିଁ।
ସେ ଆଉ ଜୀବନରେ ନାହିଁ। ଆମେ ପୁଲିସ ଆସିକି ପହଞ୍ଚିଲେ ତାଙ୍କ ପୋଷ୍ଟମର୍ଟମ କରିବା ପାଇଁ ଭଦ୍ରକକୁ ପଠେଇଲେ। ତାଙ୍କ ପରିବାରର ତା ସ୍ତ୍ରୀ ଅଛି, 14 ବର୍ଷର ଝିଅ, 11 ବର୍ଷର ପୁଅ, ମା ବିଧବା ମା। ଏଇ ବ୍ୟବସାୟୀ କରିକି ବା ଚଟପଟି ବଟପଟି ବିକିକି ଏଇ ଦୁଃଖେ ସୁଖେ ତାର ଚଳଉଥିଲା। सरकार पाखर निवेदन करुच्ची जे से ये जो आमर पानी बुड़ी की जो सहायता अच्छी ताको किछि मिलिले आमे तांको छुआ उपकृत हुआ। भद्रकरू अमूल्य कुमार माझी रिपोर्ट, अमूल्य लाइव।